ଜାନୁଆରୀ ମାସ 22 ତାରିଖ ଗୁରୁବାର ଦିନ ହଜାର ହଜାର ମହିଳାଙ୍କ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଯୋଜନାର କିସ୍ତି ଅର୍ଥରାଶି। ତ ଆପଣମାନେ ଯଦି ଏହି ଟଙ୍କା ପାଇଛନ୍ତି ତାହେଲେ ଆପଣମାନେ ବେଶୀ ଖୁସିରେ ଅଛନ୍ତି। ଯେଉଁମାନେ ଏହି ଟଙ୍କା ପାଇନାହାନ୍ତି ସେମାନେ ବହୁତ ଦୁଃଖରେ ଅଛନ୍ତି। ତ ଦେଖନ୍ତୁ, ଯେଉଁମାନେ ଏହି ଟଙ୍କା ପାଇଛନ୍ତି ପୁଣି ଏହି କିସ୍ତି କେବେ ଆସିବ ତାହା ମୁଁ ଏହି ଭିଡ଼ିଓ ମାଧ୍ୟମରେ ସବୁ କିଛି ଡିଟେଲ୍ସ କହିବି। ଏବଂ ଯେଉଁମାନେ ଏହି ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ପାଇନାହାନ୍ତି, କେଉଁ କାରଣ ଯୋଗୁଁ ଆପଣମାନେ ପାଇନାହାନ୍ତି ଏବଂ କ'ଣ ପାଇଁ ଆପଣମାନେ ପାଇନାହାନ୍ତି, ଆପଣମାନଙ୍କର ଭୁଲ କେଉଁଠି ରହିଲା, ସବୁ କିଛି ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ କହିବି। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଆଜ୍ଞା ଲାଇକ୍ କରନ୍ତୁ। ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଡେରି ନ କରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ଦେଖନ୍ତୁ, ଆପଣମାନେ ଜାଣିଥିବେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ 50,000 ଟଙ୍କା ମିଳିବ। ତ ଆପଣମାନେ ମଧ୍ୟ ଜାଣିଥିବେ। ତ ଏହା ବାର୍ଷିକ 10,000 ଟଙ୍କା ହାରରେ ଆପଣମାନଙ୍କୁ 2024ରୁ 2025 ପର୍ଯ୍ୟନ୍ତ, ତାପରେ ଏହି 2024ରୁ 2025ରୁ ଆପଣମାନଙ୍କୁ 2028-29 ପର୍ଯ୍ୟନ୍ତ ଆପଣମାନଙ୍କୁ 5 ବର୍ଷ ପାଇଁ ଏହି ସୁଭଦ୍ରା ଯୋଜନାରେ ଯଦି ଆପଣମାନଙ୍କର ମାନଦଣ୍ଡ ପୂରଣ କରନ୍ତି ତାହେଲେ ଆପଣମାନେ ଏହି ସୁଭଦ୍ରା ଯୋଜନା ଟଙ୍କା ପାଇବେ। ତାପରେ ଆପଣମାନେ ଯଦି ବାର୍ଷିକ କିସ୍ତି 10,000 ଟଙ୍କାକୁ 5,000 ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ଜମା କରାଯିବ। ତ ଆପଣମାନେ ମଧ୍ୟ ଜାଣିଛନ୍ତି। ତାପରେ ପ୍ରତିବର୍ଷ ପ୍ରଥମ କିସ୍ତି ରକ୍ଷାବନ୍ଧନ ଦିବସ ଏବଂ ଦ୍ୱିତୀୟ କିସ୍ତି ଆନ୍ତର୍ଜାତୀୟ ମହିଳା ଦିବସ ବା ମାର୍ଚ୍ଚ 8 ତାରିଖରେ ଆପଣମାନଙ୍କୁ ପ୍ରଦାନ କରାଯିବ। ତାପରେ ଯଦି ଆପଣମାନେ ନୂଆ କରି ଆବେଦନ କରିଛନ୍ତି, ଗତ 22 ତାରିଖରେ ଆପଣମାନେ ଏହି କିସ୍ତି ଟଙ୍କା ପାଇଛନ୍ତି। ତାପରେ ଏହି ଟଙ୍କା ଦେଖନ୍ତୁ, ଅନେକ ହିତାଧିକାରୀ କେଉଁମାନେ ତୃତୀୟ କିସ୍ତି ଯାଏଁ ମଧ୍ୟ ପାଇନାହାନ୍ତି ସେମାନଙ୍କୁ ଏକାଥରକେ 15,000 ଟଙ୍କା ମିଳିସାରିଛି। ତ ଏହି 15,000 ଟଙ୍କା କିସ୍ତି ବେଶୀ ହିତାଧିକାରୀ ପାଇନାହାନ୍ତି, 2-4 ଜଣ ପାଇଛନ୍ତି। ମୋ ପାଖକୁ ଯାହା ରିପୋର୍ଟ ଆସିଛି, ଅନେକ ହିତାଧିକାରୀଙ୍କୁ ଏହି କିସ୍ତି ମିଳିନାହିଁ। ତାପରେ ନୂଆ କରି ଯେଉଁମାନେ ଆବେଦନ କରିଛନ୍ତି ସେମାନେ ମଧ୍ୟ ଏହି କିସ୍ତି ଟଙ୍କା ପାଇନାହାନ୍ତି। ତ ଆପଣମାନଙ୍କର କେଉଁଠି ଭୁଲ ରହିଲା ଆପଣମାନେ ନିଜେ ଚେକ୍ କରିପାରିବେ ଯେତେବେଳେ ସୁଭଦ୍ରା ପୋର୍ଟାଲଟି ଅପଡ଼େଟ୍ ହୋଇଯିବ। ତ ଦେଖନ୍ତୁ ଆଜ୍ଞାମାନେ, ଗତ ଯେଉଁ ସୁଭଦ୍ରା ଟଙ୍କା ପାଇଲେ ସେହି 48 ଘଣ୍ଟା ଭିତରେ ଆପଣମାନଙ୍କର ସୁଭଦ୍ରା ଯୋଜନାର ପୋର୍ଟାଲଟି ଅପଡ଼େଟ୍ ହୋଇଯାଇଥିଲା। ତ ବର୍ତ୍ତମାନ ଗତ 22 ତାରିଖରେ ଆପଣମାନେ ସୁଭଦ୍ରା ଟଙ୍କା ପାଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏହି ସୁଭଦ୍ରା ପୋର୍ଟାଲଟି ଅପଡ଼େଟ୍ ହୋଇନାହିଁ। ତ ଆପଣମାନେ ଏହି ସୁଭଦ୍ରା ପୋର୍ଟାଲ ଯେତେବେଳେ ଅପଡ଼େଟ୍ ହେବ ସେତେବେଳେ ଆପଣମାନେ ଜାଣିପାରିବେ ଯେ ନିଜର କେଉଁଠି ଭୁଲ ରହିଛି। ତ ଆପଣମାନଙ୍କର ଆବେଦନ ସ୍ଥିତି ଉପରେ କ୍ଲିକ୍ କରି ଆପଣମାନଙ୍କର ଆଧାର ନମ୍ବରକୁ ଦେଇ ଆପଣମାନଙ୍କର ଷ୍ଟାଟସ୍ ଆପଣମାନେ ଚେକ୍ କରିପାରିବେ। ସେତେବେଳେ ଆପଣମାନଙ୍କର ଏହି ସୁଭଦ୍ରା ପୋର୍ଟାଲରେ ଅପଡ଼େଟ୍ ହୋଇଯିବ ଯେ ଆପଣମାନଙ୍କର କେଉଁଠି ଭୁଲ ରହିଲା। ତାପରେ ଆପଣମାନେ ଫିଜିକାଲି ସେହି ଭୁଲକୁ ସୁଧାରିବେ। ତାପରେ ଯାଇକି ଆପଣମାନଙ୍କର ସୁଭଦ୍ରା ଟଙ୍କା ଆସିଯିବ। ତ ଦେଖନ୍ତୁ, ଏହି ୟୁଟ୍ୟୁବରେ ଅନେକ ୟୁଟ୍ୟୁବର ମାନେ ପ୍ରଚାର କରୁଛନ୍ତି ଏମିତି କରନ୍ତୁ ସେମିତି କରନ୍ତୁ ଯେ ଆପଣମାନଙ୍କର ସୁଭଦ୍ରା ଟଙ୍କା ଆସିବ ବୋଲି। ତ ଦେଖନ୍ତୁ ଆଜ୍ଞାମାନେ, ଆପଣମାନଙ୍କୁ କିଛି କରିବାକୁ ପଡ଼ିବ ନାହିଁ। ଯେତେବେଳେ ଆପଣମାନଙ୍କର ସୁଭଦ୍ରା ପୋର୍ଟାଲଟି ଅପଡ଼େଟ୍ ହୋଇଯିବ ସେତେବେଳେ ଆପଣମାନେ ନିଜେ ଚେକ୍ କରିପାରିବେ ଏବଂ କେଉଁଠି ଭୁଲ ରହିଲା ଆପଣମାନେ ଫିଜିକାଲି ଯାଇ ଆପଣମାନଙ୍କର ସେହି ଭୁଲକୁ ସୁଧାରିବେ। ତାପରେ ଯାଇକି ଆପଣମାନେ ଟଙ୍କା ପାଇବେ। ତ ଦେଖନ୍ତୁ, ଏହି ପରିମାଣ ହିତାଧିକାରୀଙ୍କ ନାମରେ ଆଧାର ସକ୍ଷମ ଏବଂ ଡିବିଟି ସକ୍ଷମ ଧାରକ ଏକକ ବ୍ୟାଙ୍କ ଆକାଉଣ୍ଟ ଆଧାରରେ ପେମେଣ୍ଟ ବ୍ରିଜ୍ ସିଷ୍ଟମ୍ ବ୍ୟବହାର କରି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଆପଣମାନଙ୍କର ଟଙ୍କାକୁ ଜମା କରାଯିବ। ତ ଆପଣମାନେ ମଧ୍ୟ ଜାଣିଥିବେ। ତାପରେ ଦେଖନ୍ତୁ, ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ। ପ୍ରଥମେ ଦେଖନ୍ତୁ ଆଜ୍ଞାମାନେ, ଆପଣମାନେ ଯଦି ଆବେଦନ କରୁଛନ୍ତି
ତାହେଲେ ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ। ତାପରେ ଆବେଦନକାରୀ NFSA କିମ୍ବା SFSS ଅନ୍ତର୍ଭୁକ୍ତ ହୋଇଥିବେ। NFSA ବା SFSSରୁ ବଞ୍ଚିତ ଥିବା ପରିବାରର ଜଣେ ମହିଳା ସୁଭଦ୍ରା ଅଧୀନରେ ଆବେଦନ କରିପାରିବେ ଯଦି ତାଙ୍କ ପରିବାରର ବାର୍ଷିକ ଆୟ 2.5 ଲକ୍ଷରୁ ଅଧିକ ହୋଇନଥିବ। ଦେଖନ୍ତୁ ଆଜ୍ଞା, ଆପଣମାନଙ୍କର ଯଦି ବାର୍ଷିକ ଆୟ 2.5 ଲକ୍ଷରୁ ଅଧିକ ହୋଇଯାଉଛି ତାହେଲେ ଆପଣମାନେ ଏହି ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ। ତାପରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ଆବେଦନକାରୀଙ୍କ ବୟସ ଧାର୍ଯ୍ୟ ତାରିଖ ଅନୁଯାୟୀ 21 ବର୍ଷ ହୋଇଥିବା ଆବଶ୍ୟକ। ତାପରେ 60 ବର୍ଷରୁ କମ୍ ହେବା ଉଚିତ। ଏହି ଆଧାର କାର୍ଡ଼ରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖକୁ ବୟସ ଗଣନା ପାଇଁ ଗ୍ରହଣ କରାଯିବ। ତାପରେ ଆର୍ଥିକ ବର୍ଷ 2024ରୁ 2025 ପାଇଁ ଧାର୍ଯ୍ୟ ତାରିଖ 1/7/2024 ସୁଦ୍ଧା ମହିଳାଙ୍କ ବୟସ 21 ବର୍ଷ କିମ୍ବା ତାଠାରୁ 60 ବର୍ଷରୁ କମ୍ ହେବା ଆବଶ୍ୟକ। ତେଣୁ ଆବେଦନକାରୀ ଜନ୍ମ ତାରିଖ 2/7/1964 ଠାରୁ 1/7/2003 ପର୍ଯ୍ୟନ୍ତ ହେବା ଉଚିତ। ତ ଆପଣମାନେ ମନେ ରଖନ୍ତୁ, ଜନ୍ମ ତାରିଖ 2/7/1964 ଠାରୁ 1/7/2003 ପର୍ଯ୍ୟନ୍ତ ହେବା ଉଚିତ। ତାପରେ 2024ରୁ 25 ପାଇଁ ଜଣେ ମହିଳା 1/7/2024 ପରେ 21 ବର୍ଷ ଅତିକ୍ରମ କରିବେ, ତେବେ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ତାଙ୍କୁ ବାର୍ଷିକ 10,000 ଟଙ୍କା ମିଳିବ। ତାପରେ ସେହିପରି ଯେଉଁ ମହିଳା 1/7/2024 ପରେ 60 ବର୍ଷ ପୂରଣ କରିବେ ତାଙ୍କୁ ଯୋଜନାର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ସହାୟତା ଦିଆଯିବ ନାହିଁ। ତ ଆପଣମାନେ ବୁଝିପାରିଲେ। ତାପରେ ଆସିଲା ଅଯୋଗ୍ୟ ମାନଦଣ୍ଡ ପୂରଣ କରୁଥିବେ। ତ ଦେଖନ୍ତୁ, ଯେଉଁ ମହିଳା ମାସକୁ ମୋଟ 1500 କିମ୍ବା ତାଠାରୁ ଅଧିକ, ବାର୍ଷିକ ମୋଟ 18,000 ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ସହାୟତା ଯଥା ପେନ୍ସନ୍, ଛାତ୍ରବୃତ୍ତି ଇତ୍ୟାଦି ଯଦି ଗ୍ରହଣ କରୁଛନ୍ତି ତାହେଲେ ଆପଣମାନେ ଏହି ସୁଭଦ୍ରା ଟଙ୍କା ପାଇବେ ନାହିଁ। ମନେ ରଖନ୍ତୁ, ଯଦି ଆପଣମାନଙ୍କର ପରିବାରର କେହି ଜଣେ ଛାତ୍ରବୃତ୍ତି କିମ୍ବା ପେନ୍ସନ୍ ପାଉଛନ୍ତି କିମ୍ବା ଆପଣମାନଙ୍କର ପରିବାରର କେହି ଜଣେ ପେନ୍ସନ୍ ପାଉଛନ୍ତି ତାହେଲେ ଏହି ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ମନେ ରଖନ୍ତୁ, ତାପରେ ଯଦି ଜଣେ ମହିଳା ନିଜେ କିମ୍ବା ତାଙ୍କ କୌଣସି ପରିବାର ସଦସ୍ୟ ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ ହୋଇଥିବେ ତାହେଲେ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ତାପରେ ଆୟକର ଦେଉଥିବେ। ଦେଖନ୍ତୁ ଆଜ୍ଞା, ଆପଣମାନେ ଯଦି ଇନକମ୍ ଟ୍ୟାକ୍ସ ଦେଉଛନ୍ତି ତାହେଲେ ଏହି ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ତାପରେ ଯେକୌଣସି ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାନ କିମ୍ବା ପଞ୍ଚାୟତରାଜ ଅନୁଷ୍ଠାନରେ ନିର୍ବାଚିତ ଜନପ୍ରତିନିଧି ହୋଇଥିବେ ତାହେଲେ ୱାର୍ଡ଼ ମେମ୍ବର, ସ୍ଥାନୀୟ ପରିଷଦ ସଦସ୍ୟ ଯଦି ହୋଇଥିବେ ତାହେଲେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ତାପରେ 4 ନମ୍ବରରେ ଆସିଲା ଭାରତ ସରକାର କିମ୍ବା ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ ସଂଗଠନର ନିୟମିତ ସ୍ଥାୟୀ। ତାପରେ ଯଦି ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିବେ ତାପରେ ତେବେ ପାରିଶ୍ରମିକ ଗ୍ରହଣ କରୁଥିବେ ସରକାରୀ କର୍ମଚାରୀ ଯଥା ଆଶା, ଅଙ୍ଗନବାଡ଼ି କର୍ମୀ, CRP, MBK ଯଦି ହୋଇଥିବେ ତାହେଲେ ମଧ୍ୟ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ। ତ ଆପଣମାନେ ଜାଣିପାରିଲେ। ତାପରେ ଆପଣମାନଙ୍କର ଯେକୌଣସି ସରକାରୀ ବିଭାଗ, ଅଣ୍ଡରଟେକିଂ ବୋର୍ଡ଼ ଭାରତ ସରକାରଙ୍କ କିମ୍ବା ସରକାରଙ୍କ ମନୋନୀତ ପ୍ରତିନିଧି ହୋଇଥିବେ। ତାପରେ ଆସିଲା 6 ନମ୍ବରରେ ଟ୍ରାକ୍ଟର, ମିନି ଟ୍ରକ୍, ଛୋଟ ବାଣିଜ୍ୟିକ ଯାନବାହନ ଏବଂ ସେହିଭଳିଆ ହାଲୁକା ସାମଗ୍ରୀ ନେବା ପାଇଁ ଆଣିବା ପାଇଁ ଯାନ ବ୍ୟତୀତ 4 ଚକିଆ ମୋଟର ଯାନର ମାଲିକ ହୋଇଥିବେ ତାହେଲେ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ତ ଆପଣମାନେ ଜାଣିପାରିଲେ, ଯଦି ଏହି ଭିତରୁ କୌଣସି ମାନଦଣ୍ଡ ପୂରଣ କରନ୍ତି ତାହେଲେ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ।